Kartikeya Vishwara Jagannatha
Om
दयामयि सुगन्धिं पुष्टिवर्धनम् उर्वारुकमिववन्दनं मृत्युर्मुक्षीयमामृता ॐ अम्बे अम्बिके अम्बालिके नमालक्ष्मीस्सं सशस्त्रस्वहस्रमूर्ति काङ्किल्यवासिनि ॐ कृष्णेन रजसा वर्तमानं निवेशनं भूतमत्यं हिरण्येन सवितारतेन देवलाभि भुवनानि पश्यन् ॐ गणेनारायणे रुद्रे अम्बिके भास्करे तथा भिन्ना भिन्ना नवग्रहं पंचदेवो नमस्ते ॐ सन्नो मित्रः सन्वरुणः सन्नो भगवद्गोत्रः सन्नो इन्द्रः बृहस्पतिः सन्नो विष्णुः रुद्रः नमो ब्रह्मणे नमस्ते वाय त्वमेव प्रत्यक्षं ब्रह्मासि त्वमेव प्रत्यक्षं ब्रह्म वदिष्यामि भूतं वदिष्यामि सत्यं
विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। चैतन्यं शाश्वतं शान्तं विमानीतं निरञ्जनं नादबिन्दुपदातीतं तस्मै श्री गुरवे नमः। सरस्वती शिवरत्नं विराजितं पदाम्बुजं वेदान्तं गुरुमार्कण्डं तस्मै श्री गुरवे नमः। ॐ संवत्सरं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभांगं लक्ष्मीकान्तं कमलनयनं योगिनिधनं वन्दे विष्णुं भवभयहरं सर्वलोकैकनाथं। जय पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते। ॐ शान्ति शान्ति शान्ति। जय श्री राधे। समस्त धर्मर इष्ट मानू आजिर यही कार्तिक मासर यही पवित्र संध्यारे बलिया प्रणाम जनाऊँची समस्तंकर शुभ कामना करुच्ची। विश्वरु युद्ध भय महामारी भय एवं ध्वंसास्तर भय दूरीभूत ये होची आमर प्रार्थना। महामारी दूरीभूत पाई मांकर सही वंदनाटी जयंती मंगला काली भद्रकाली कपालिनी दुर्गा क्षमा शिवा धात्री स्वाहा स्वाहा। समस्त प्राकृतिक विपर्य रक्षा पाइबा पाई गीतार से श्लोक वायुर्जमग्नि वरुण प्रजापतिस्त्वं प्रपीता। गीतारे श्रीमद् भगवत गीतारे गोटे भल श्लोक अच्छी त्रैगुण्य विषया वेदा निस्त्रैगुण्य भवार्जुन निर्द्वंद नित्य सत्वस्थ निजोगक्षम आत्मा। यही श्लोकटीर अर्थ समस्ते भिन्न भिन्न भाव में जड़े साधु जंगल रे
ଯାଉଥିବା ସମୟରେ ଗୋଟିଏ ବୃକ୍ଷ ମୂଳରେ ସେ କିଛି ସମୟ ବସିଲେ, ବିଶ୍ରାମ ନେଲେ। ସେ ଗଛ ଉପରକୁ ଅନେଇକି ଦେଖିଲେ ଗୋଟିଏ ପକ୍ଷୀ, ଗୋଟିଏ ଜାତିର ପକ୍ଷୀ ଅନ୍ୟ ଏକ ଜାତିର ପକ୍ଷୀର ଛୁଆକୁ ସେ ତା ଥଣ୍ଟରେ ଖାଦ୍ୟ ଗୁଡ଼ିକ ଦେଉଛି। ଯିଏ ଯାହାର ମା ତା ଛୁଆକୁ ସେ ଖାଦ୍ୟ ଦେଲା, ତାହା ଏକ ଆଶ୍ଚର୍ଯ୍ୟଜନକ କଥା ନୁହେଁ। କିନ୍ତୁ ସାଧୁ ଦେଖିଲେ ଇଏ ଗୋଟିଏ ଜାତିର ପକ୍ଷୀର ଛୁଆ, ଇଏ ଗୋଟିଏ ଜାତିର ପକ୍ଷୀର ମା। ତେଣୁ ଭଗବାନ ହେଉଛନ୍ତି ଏତେ ଦୟାଳୁ, ତାଙ୍କ ସୃଷ୍ଟିରେ କାହାରିକି ସେ ଉପାସରେ ରଖିବେ ନାହିଁ କିମ୍ବା ମାରିବାକୁ ଦେବେ ନାହିଁ। ଏ କଥାକୁ ସେ ଲକ୍ଷ୍ୟ କରି ସେ ଆଉ ଭିକ୍ଷା ନ ମାଗି ସେ ଜଙ୍ଗଲରୁ ପ୍ରସ୍ଥାନ କଲେ ନିଜ ଆଶ୍ରମକୁ। ଭିକ୍ଷା ମାଗିବା ପାଇଁ ଗଲେନି। ଲୋକ ବି ଭିକ୍ଷା ଦେଲେନି। ସାଧୁ ଉପାସ ରହିଲେ, ଅତ୍ୟନ୍ତ ଦୁର୍ବଳ ହେଇଗଲେ। ଶେଷରେ ଚିନ୍ତା କଲେ ଆଉ ଥରେ ଯଦି ଭିକ୍ଷା ମାଗିବି ଲୋକ ହସିବେ। ତେଣୁ ଆଜି ମୁଁ ନଈକି ଜଳାଶୟକୁ ଦେଇକିରି ଜୀବନ ନଷ୍ଟ କରେ, ଆତ୍ମହତ୍ୟା। ଯେତେବେଳେ ନଈକୂଳକୁ ଯାଇଛନ୍ତି ସେତେବେଳେ ସ୍ୱୟଂ ଭଗବାନଙ୍କର ଅବତାର କେହି ଜଣେ ଆସି ତାଙ୍କ ହାତକୁ ଧରିକିରି ଟାଣି ଆଣିଲେ ଏବଂ କହିଲେ, ହେ ସାଧୁ, ତମେ ସାଧୁର ପୋଷାକ ପିନ୍ଧିଛ, ଜଟା ଜୁଟ ଚିତା ମାଳିରେ ଭୂଷଣ ହେଇଛ, ତୁମେ ଏତେ ବଡ଼ ମହାପାପ କରିବାକୁ କେମିତି ଯାଉଛ? କ'ଣ ତୁମର ହେଲା ଅସୁବିଧା ଯେ ତୁମେ ନଈକି ଡେଇଁକିରି ମରିବା ପାଇଁ ଯାଉଛ? ସିଏ ଭଗବାନଙ୍କ ନିକଟରେ ବା ସେ ଅତିଥିଙ୍କ ନିକଟରେ ସେ ସତ କହିଲେ। ତାଙ୍କର ମନେ ପଡ଼ିଗଲା, ସତ କହିବାକୁ କିଆ ଡରିବି, ସତ କହି ପଛେ ମଲେ ବଲି। ତେଣୁ ସେ ସତଟି କହିଲେ। ଏଇ ଜଙ୍ଗଲକୁ ମୁଁ ଯାଉଥିଲି, ଏଇ ଜଙ୍ଗଲରେ ମୁଁ ଜଙ୍ଗଲ ପାରି ହେଇ ଆଉ ଗୋଟିଏ ଗାଁକୁ ଯାଉଥିଲି। ଗୋଟିଏ ଅଶ୍ୱସ୍ଥ ଗଛ ମୂଳେ ମୁଁ ଟିକେ ବିଶ୍ରାମ ନେଲି। ସେ ଅଶ୍ୱସ୍ଥ ବୃକ୍ଷର ଡାଳରେ ଗୋଟିଏ ଜାତିର ପକ୍ଷୀ, ମୁଁ କହିପାରିବିନି ସେ କେଉଁ ଜାତି, କିନ୍ତୁ ସିଏ ଗୋଟିଏ ପକ୍ଷୀର ଜାତି, ଆଉ ଗୋଟେ ଜାତିର ଛୁଆ। ସେ ଦି ଜଣ ଯାକ ମା ଛୁଆ ହେଇଯାଇଛନ୍ତି। ଇଏ ପକ୍ଷୀଟି ଅନ୍ୟ ଛୁଆଟିକୁ ସେ ଥଣ୍ଟରେ ଆଧାର ଦେଇ ତାକୁ ଆଧାର ଦେଉଛି। ଆଉ ଏଇଥିପାଇଁ ମୁଁ ଭିକ୍ଷା ମାଗିବାକୁ ଗଲିନି। ଭଗବାନ ମଙ୍ଗଳମୟ, ତାଙ୍କ ସୃଷ୍ଟିରେ କେହି ଅମଙ୍ଗଳରେ ରହନ୍ତି ନାହିଁ, କେହି ଉପାସରେ ରୁହନ୍ତି ନାହିଁ ଭାବି ମୁଁ ଆଉ ଭିକ୍ଷା ମାଗିବାକୁ ଗଲି। କିନ୍ତୁ ଭିକ୍ଷା ମୋତେ କେହି ଦେଲେନି। ମୁଁ ବର୍ତ୍ତମାନ ଭିକ୍ଷା ନ ପାଇ ଆଉ କେତେ ଦିନ ଉପାସରେ ରହିବି? ତେଣୁ ମୃତ୍ୟୁକୁ ହିଁ ମୁଁ ଶ୍ରେୟସ୍କର ବୋଲି ମନେ କଲି। ସେଠି ଭଗବାନଙ୍କର ଅବତାର ତାଙ୍କୁ ବୁଝେଇଲେ, ଯେଉଁ ପକ୍ଷୀ ଛୁଆକୁ, ଯେଉଁ ପକ୍ଷୀର ମା ଖାଇବାକୁ ଦଉଥିଲା, ସେ ପକ୍ଷୀ ଛୁଆର ମାକୁ ଶିକାରୀ ନେଇଯାଇଛି। ତା ବାପାକୁ ମଧ୍ୟ ଶିକାରୀ ନେଇକି ତାକୁ ହତ୍ୟା କରିଛି। ତାକୁ ଖାଇବାକୁ ଦେବାକୁ କେହି ନାହାନ୍ତି। ତେଣୁ
ଭଗବାନ ଦୟାକରି ଅନ୍ୟ ଏକ ପକ୍ଷୀର କଣ୍ଠରେ ବିରାଜମାନ ହେଇ ସିଏ ତାଙ୍କୁ ଖାଇବାକୁ ତେବେ ତମର କ'ଣଟା ଅସୁବିଧା ହେଇଛି? ତମେ ବି ଆତ୍ମହତ୍ୟା କରୁଛ, କ'ଣ ତମର ଅସୁବିଧା ହେଲା? ତୁମର ତ ହାତ ଅଛି, ପାଦ ଅଛି, ଆଖି ଅଛି, କାନ ଅଛି, ନାକ ଅଛି, ସବୁଟା ଅଛି। ତୁମେ ତ ମଣିଷ, ତମ ମସ୍ତିଷ୍କ ଭିତରେ ଜ୍ଞାନ ଅଛି, ଭକ୍ତି ଅଛି, ଭାବ ଅଛି, ଦିବ୍ୟ ଜ୍ଞାନ ଅଛି, ବିଜ୍ଞାନ ଅଛି। ତୁମେ ଅସମର୍ଥ ନୁହେଁ, ଦୁର୍ବଳ ନୁହେଁ। ତୁମେ କାହିଁକି ଆତ୍ମହତ୍ୟା କରିବାକୁ ଯାଉଛ? ତମର କ'ଣଟା ଅସୁବିଧା ଅଛି ଯେ ଭଗବାନ ତମକୁ ଖାଇବାକୁ ଦେଇଥାନ୍ତେ? ତୁମେ ପାଦରେ ଚାଲି ଚାଲି ଯିବ, ହାତରେ ଝୁଲା ଧରିବ, ମୁହଁରେ ଭଗବାନଙ୍କ ନାମ ଗାଇବ। ଯେଉଁ ଲୋକଟିକୁ ନାମ ତୁମେ ଶୁଣେଇବ ସେ ଘରଟି ପବିତ୍ର ହେବ, ସେ ଲୋକଟି ବି ପବିତ୍ର ହେବ ଏବଂ ତମକୁ ସେ ଭିକ୍ଷା ଦେଇ ସେ ମଧ୍ୟ ଜୀବନକୁ ସାର୍ଥକ କରିବ। ଯାଅ, ମଠକୁ ଫେରିଯାଅ, ଏଭଳି ଭୁଲ କାମ କର ନା। ତୁମେ ଯାହା ବୁଝିଛ ଏହା ହେଉଛି ଏକ ଭୁଲ ବୁଝାମଣା। ଠିକ୍ ସେଇଭଳି ଏ କଥାଟି କହିବାର ଉଦ୍ଦେଶ୍ୟ ହେଉଛି ମହାପୁରୁଷ ଅଚ୍ୟୁତାନନ୍ଦ କହିଲେ, ଅକର୍ମା ଦାନିଟି ବୋଲାଅ କର୍ମେ ନାହିଁ ମୋ ମତି। ମୁଁ କର୍ମ କରି, ଯିଏ କର୍ମ କରି ତ ସମସ୍ତେ ଖାଉଛନ୍ତି। କିଛି ବ୍ୟକ୍ତି ଅଛନ୍ତି ଅକର୍ମା, ପଙ୍ଗୁ, କାମ କରିବା ପାଇଁ ଇଚ୍ଛା ଥିଲେ ବି ତାଙ୍କର ଅବୟବ ନାହିଁ। ତେଣୁ ତାଙ୍କୁ ସେ ବି ବଞ୍ଚେଇ ରଖୁଛନ୍ତି, ଖାଇବାକୁ ବି ଦେଉଛନ୍ତି। ଭାଗବତରେ ଯେଉଁ କଥାଟି ପଢ଼ାଯାଏ, ମୁକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିଂ ଯତ୍କୃପା ତମହଂ ବନ୍ଦେ ପରମାନନ୍ଦ ବାହାର। ଯାହାର କେହି ନାହିଁ ତାର ଜଣେ ଅଛନ୍ତି, ସେ ହେଉଛନ୍ତି ସେଇ ଅଦୃଶ୍ୟ ଶକ୍ତି, ସର୍ବଶକ୍ତିମାନ, ଯାହାଙ୍କୁ ଆମେ କୃଷ୍ଣ କହୁଛୁ, ଜଗନ୍ନାଥ ବୋଲି କହୁଛୁ, ରାମ ବୋଲି। ତେଣୁ ଏଇ ଶ୍ଲୋକରେ ସେ ବୁଝେଇଲେ, ତ୍ରୈଗୁଣ୍ୟ ବିଷୟା ବେଦା ନିସ୍ତ୍ରୈଗୁଣ୍ୟ ହବାର୍ଜୁନ ନିର୍ଦ୍ୱନ୍ଦ ନିତ୍ୟ ସତ୍ୱସ୍ତ ନିର୍ଯୋଗ କ୍ଷମ ଆତ୍ମବାନ। ହେ ମଣିଷ, ଯେତେବେଳେ ତୁମେ ଆତ୍ମବାନ ହେଇଯିବ, ନିଜ ଭିତରେ ଆତ୍ମା ବୋଲି ଗୋଟେ ଶକ୍ତି ରହିଛି, ଯେଉଁ ଶକ୍ତି ହେଉଛି ଭଗବାନଙ୍କର ଶକ୍ତି, ସେଇ ନିରାକାର ପରମାତ୍ମାଙ୍କର ଶକ୍ତି, ଅତି ନିକଟରେ ସେ ଅଛନ୍ତି, ଆମ ହୃଦୟରେ ଅଛନ୍ତି। ଯେତେବେଳେ ସେଇ କଥାଟାକୁ ତୁମେ ବିଶ୍ୱାସ କରିବ ଏବଂ ସେଇଠି ନିମଗ୍ନ ରହିବ, ତାପରେ ତମ ଭିତରେ ଅଭାବ ଅଛି ବୋଲି ଇଏ ଦ୍ୱନ୍ଦ୍ୱ ରହିବ ନାହିଁ। ତମ ପାଖରେ ସତ୍ୟ ଅଛି, ନିତ୍ୟ ସତ୍ୟ। ସତ୍ୟ କହିଲେ ଆମେ ଏଠି ବର୍ତ୍ତମାନ ସତ୍ସଙ୍ଗ କଲୁ, ସତ୍ୟ ସତ୍ସଙ୍ଗ ସରିଯିବ, ଏ ବି ସତ୍ୟ। କିନ୍ତୁ ନିତ୍ୟ ସତ୍ୟ, ନିତ୍ୟ ସତ୍ୟ ଭଗବାନଙ୍କର ଶକ୍ତି ଉପରେ ଯିଏ ପ୍ରକୃତରେ ନିର୍ଭର କରେ, ତାର ଜୀବନ ଦୀପ କେବେ ବି ଦୁର୍ବଳ ହୁଏ ନାହିଁ, ଦ୍ୱନ୍ଦ୍ୱରେ ପଡ଼େ ନାହିଁ ଏବଂ ତା ଭିତରେ ଅସୀମ ସାହସ ସୃଷ୍ଟି ହୁଏ। ଯେତେବେଳେ ସେ ନିଜକୁ ଥକି ପଡ଼େ, ସେତେବେଳେ କେହି ଜଣେ ତାକୁ ଆସି ତାକୁ ହାତ ଧରେଇ ତାକୁ ଉଠେଇ ଦିଏ। ଏହାର ବହୁ ପ୍ରମାଣ ବହୁ ଜାଗାରେ ମଧ୍ୟ ଅଛି। ଆମମାନଙ୍କ ଜୀବନରେ ମଧ୍ୟ ତାହା ହିଁ ଅନେକ ଥର ଘଟିଛି। ତେଣୁ ନିର୍ଦ୍ୱନ୍ଦ ନିତ୍ୟ ସତ୍ୟ ନିର୍ଯୋଗ କ୍ଷମ ଆତ୍ମବାନ। ଯେତେବେଳେ
ତମେ ଯଦି ତାଙ୍କ ପାଇଁ ମୂଲ ଲାଗିଛ, ତାଙ୍କ କାମ କରି ଚାଲିଛ, କାମ କରୁ କରୁ ଯଦି ତୁମେ ଖଣ୍ଡିଆ ହେଇଗଲ କି ଅକର୍ମଣ୍ୟ ହେଇଗଲ, ସେତେବେଳେ କାହାରି ମାଧ୍ୟମରେ ତୁମେ ସେବା ପାଇବ, ସାହାଯ୍ୟ ସହଯୋଗ ଦାନ ମଧ୍ୟ ପାଇବ। ସିଏ ପୁତ୍ର କନ୍ୟା ବୋହୂ ନାତି ନାତୁଣୀ ହୁଅନ୍ତୁ, କି ସ୍ୱେଚ୍ଛାସେବୀ ସଂଗଠନ ହୁଅନ୍ତୁ, କି ମେଡ଼ିକାଲର ଡକ୍ଟରମାନଙ୍କର ସହାୟତା, ଯାହା ବି ପାଇବ ସେଇଟା ହେଉଛି ସେଇ ଭଗବାନଙ୍କର ଇଚ୍ଛା। ତେଣୁ ଇଏ ହେଉଛି ସୁଭଦ୍ରାଙ୍କର ଗୋଟିଏ ଉପାସନାସ୍ଥଳୀ। ସୁଭଦ୍ରା କହିଲେ ଯିଏ ସୁଖ ପ୍ରଦାୟିନୀ, ନମସ୍ତେ ଶୁଭଗେ ଦେବୀ, ଯିଏ ଶୁଭ ପ୍ରଦାନ କରନ୍ତି, ଯିଏ ସୁଖ ପ୍ରଦାନ କରନ୍ତି, ସେ ହେଉଛନ୍ତି ସୁଭଦ୍ରା। ଆମେ ଏମିତି ଅନେଇ ଦେବୁ ସୁଭଦ୍ରା ଏଇ ତ ମୂର୍ତ୍ତି, ଏଗୁଡ଼ାକ ସବୁ ବାହ୍ୟ କଥା। ଯେଉଁଠି ସୁଭଦ୍ରା ଅଛନ୍ତି, ମା ଯଦି ଟାଣ ଥାଏ, ତାହେଲେ ବାପା ଯଦି ତାର କୁଆଡ଼େ ଚାଲିଯାଏ, ତାହେଲେ ତାର ପିଲାଙ୍କୁ ମା ମଧ୍ୟ ମଣିଷ କରିବାକୁ ଚେଷ୍ଟା କରେ। ଆମର ସବୁ ଓଡ଼ିଆର ଲୋକ କଥା ସବୁ ଆମେ ଆଗରୁ ଶୁଣିଛୁ। ମା ଧାନ କୁଟି ପୁଅ ନାଗର। ମା ଧାନ କୁଟିବା ତାକୁ ସେତେବେଳେ ସମାଜର ଗୋଟେ ସବୁଠାରୁ ବଡ଼ ଦୁଃଖ ବୋଲି କୁହାଯାଉଥିଲା। ସିଏ ଧାନ କୁଟି ଦେହରୁ ଝାଳ ବୁହାଏ, ପୁଅକୁ କିନ୍ତୁ ସେ ପୁଅ ହଉ ଝିଅ ହଉ, ତାକୁ କିନ୍ତୁ ସେ ସବୁଠାରୁ ସମାଜ ଦାଣ୍ଡରେ ଯେମିତି ତାକୁ କେହି ଅନାଥ ବୋଲି ନ ଭାବୁ, ଭିକାରୀ ବୋଲି ନ ଭାବୁ, ଗରିବ ବୋଲି ନ ଭାବୁ, ସେ ସେଥିପାଇଁ ତତ୍ପର। ତେଣୁ ଯେଉଁଠି ସୁଭଦ୍ରା ରୂପିଣୀ ମାର ଦୟା ଅଛି, ସେଠି ଆମ ଭିତରେ ଥିବା ବଳ, ଭଦ୍ରତା ବା ଚରିତ୍ର ନିଶ୍ଚୟ ଠିକ୍ ରହିବ। ଯଦି ମାର ଦୟା ନାହିଁ, ମା କ୍ଷୀର ଧରି ଜଣେ ଖାଇନି, ସେ ହଜାରେ ମଦ ପିଇଲେ ବି ସେ କେବେ ବଳୁଆ ହେଇପାରିବ, ଫରେନ୍ ଲିକର ପିଇଲେ ବି ସେ ବଳୁଆ ହେବ। ମା କ୍ଷୀର ନ ଖାଇପାରେ, ଗୋମାତାର କ୍ଷୀର ଖାଇବ, ମଇଁଷି କ୍ଷୀର ଖାଇବ, ଛେଳି କ୍ଷୀର ବି ଖାଇପାରେ, ଓଟ କ୍ଷୀର ବି ଖାଇପାରେ। ସେଥିରେ ଅଛି ବଳ, ଆଉ ସେଇ ବଳ ବୀର୍ଯ୍ୟ ମଣିଷକୁ ଚରିତ୍ରବାନ କରେ, ଉଦାର କରେ। ସେଇ ହେଉଛନ୍ତି ଜୀବନ ଦର୍ଶନର ବଳଭଦ୍ର। ସେଥିପାଇଁ ସୁଭଦ୍ରାଙ୍କ ବାମ ପାର୍ଶ୍ୱରେ ବଳଦେବ ଅଛନ୍ତି, ଏପଟରେ ଅଛନ୍ତି ଜଗନ୍ନାଥ। ପ୍ରକୃତରେ ସଂସାରରେ ସମସ୍ତେ ଅନାଥ। ଯେଉଁ ପୃଥିବୀ ପକ୍ଷରେ ଆମେ ସବୁ ଏଠି ବଇଛୁ, ଇଏ ପୃଥିବୀଟି ଶୂନ୍ୟରେ ଝୁଲୁଛି। ଯେମିତି ଆପଣମାନଙ୍କର ବାଡ଼ି ବଗିଚାରେ ପାଣି କଖାରୁ ଭଳି ଗୋଟେ ଓଜନିଆ ଜିନିଷ ଫଳ ଧରି ସୃଷ୍ଟି ହୁଏ, ତାକୁ ଚାଷୀମାନେ ବା ଗୃହର ଲୋକ ତାକୁ ଗୋଟେ ଶିକା କରି ଟାଙ୍ଗନ୍ତି, ତାମାନେ ସେଟାକୁ ରକ୍ଷା କରିବାକୁ ଚେଷ୍ଟା କରନ୍ତି। ସେଥିପାଇଁ କୁହାଯାଇଛି ତ୍ରୟମ୍ବକଂ ଦଦାମହି ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନଂ ଉର୍ବାରୁକମିବ ବନ୍ଦନା ମୃତ୍ୟୁ। ଇଏ ପୃଥିବୀ ହେଉଛି ଅନାଥ। ଇଏ କେତେବେଳେ ଗଳି ପଡ଼ିବ, କି ଭୂକମ୍ପ ହେବ, କି ସୁନାମି ହେବ, କି ତୋଫାନ ହେବ, ଆମ ବଡ଼ ପଣିଆ ବଡ଼ କୁହା ଆମର ଯେଉଁ ବଡ଼ ବଡ଼ କଥା କହୁଛୁ, ଆମେ ନିଜକୁ ବହୁତ ବଡ଼ ବଡ଼ ବୋଲି ଭାବୁଛୁ। ଆମେ ସବୁଠାରୁ ବଡ଼, ଏତେ ବଡ଼ ଲୋକ ଆମେ। ଆମର ଅମୁକ ବ୍ୟାଙ୍କରେ ଏତେ ଟଙ୍କା, ଅମୁକ ବ୍ୟାଙ୍କରେ ସେତେ ଟଙ୍କା,
ମୋ ପୁଅ ଅମୁକ ଚାକିରି କରିଛି, ମୋ ବୋହୂ ଅମୁକ ଚାକିରି କରିଛି, ଏଗୁଡ଼ାକ ସବୁ ଅନାଥ, ସବୁ ଏକା ମୁହୂର୍ତ୍ତକେ ସବୁ ଯିବ। ତେଣୁ ଆମେ ଯଦି ଆଜି ନାଥ ହେଇଛୁ, କାହାର ସ୍ୱାମୀ ହେଇଛୁ, କାହାର ବାପା ହେଇଛୁ, କାହାର ବୋଉ ହେଇଛୁ, କାହାର ପୁଅ ହେଇଛୁ, କାହାର ଝିଅ ହେଇଛୁ, କିମ୍ବା ଆମେ ଗୋଟେ ମନ୍ତ୍ରୀ ହେଇଛୁ କି ମୁଖ୍ୟମନ୍ତ୍ରୀ ହେଲୁ, ପ୍ରଧାନମନ୍ତ୍ରୀ ହେଲୁ, ରାଷ୍ଟ୍ରପତି ହେଲୁ, IAS ହେଲୁ, OS ହେଲୁ, କିରାନୀ ହେଲୁ, ପିଅନ ହେଲୁ, ଯାହା କିଛି ହେଇଛୁ, ତା ମୂଳରେ କିଏ? ମୁଁ ଜଣେ ଭଲ ଶିଳ୍ପପତି ହେଲି, ଜାମସେଦପୁର ଟାଟା ହେଲି, ବିର୍ଲା ହେଲି, ଡାଲମିଆ ହେଲି, କ'ଣ ମନକୁ ମନ ହେଇଗଲ? ସେଇଭଳି ପରମ ପୁରୁଷଙ୍କ ଦୟାରୁ ଜାମସେଦପୁରରେ ଆଜି ଲକ୍ଷ ଲକ୍ଷ ଲୋକ ବଞ୍ଚୁଛନ୍ତି। ବିର୍ଲା ବଞ୍ଚେଇଛି। ଆଜି ପୋସ୍କ ଦେଖନ୍ତୁ ବା ଆଉ ସବୁ କ'ଣ ନାଁ ସବୁ ମନେ ପଡ଼ୁନି। ଆଜି ଭାରତ ବର୍ଷର ଯେତେ ଧନୀ ଲୋକମାନଙ୍କ ନାଁ ଆପଣମାନେ ଜାଣିଛନ୍ତି, ସବୁଠାରୁ ବଡ଼ ବଡ଼ ଧନୀ ଲୋକ, କାହାର ଉଡ଼ାଜାହାଜ ଅଛି, କାହାର ଗୋଟାଏ ଉଡ଼ାଜାହାଜ ନାହିଁ, 10-12ଟା ଉଡ଼ାଜାହାଜ ଅଛି। ଇଏ ସମସ୍ତେ ହେଉଛନ୍ତି ଅନାଥ। ନାଥ ହେଉଛନ୍ତି ଜଣେ। ଆମ ଶିଖିଚିଲି ଆମର ଯେଉଁ କ'ଣ ଟାଉଟରିଆ ଗୁଣ, ବଡ଼ ବଡ଼ କଥାକୁ ଏକା ଚାପୁଡ଼ାକରେ ଏକା ଗୋଟାଏ ଏମିତି ମସ୍ତ ଜାବୁଡ଼ା ସେ ବଜେଇବେ। ଲଙ୍କଚଣ୍ଡୀକି ଯେତେବେଳେ ହନୁମାନ ଯେତେବେଳେ ପହଞ୍ଚିଲେ, ଲଙ୍କଚଣ୍ଡୀ ବୋଲି ଗୋଟେ ଚଣ୍ଡୀ ଥିଲା। ଚଣ୍ଡୀ କହିଲେ ଦେବୀ ନୁହେଁ, ଗୋଟାଏ ମାନେ କଦିଆ ଖୋରଣୀ ନାରୀଟା ଥିଲା। ଆଉ କ'ଣ ଗୋଟେ ଗୁଣ୍ଡାମି କରୁଥିବା ଗୋଟେ ନାରୀ ତାକୁ ଘେରିଲା, ମୁଁ ଲଙ୍କାରେ ପୁରେଇ ଦେବିନି ତତେ। ଆଉ ଏ ଗୋଟେ ଚଟକଣା ଠୋକିରି ମାଇଲେ ଯେ ତାଙ୍କ ମୁଣ୍ଡଟି ବୁଲିଗଲା, ଅର୍ଥାତ୍ ତାଙ୍କର ଚେତା ପଶିଗଲା ଯେ ମୁଁ ଭୁଲ କରୁଛି। ତେଣୁ ସେଥିପାଇଁ କୁହାଯାଇଛି ଭୀମସ୍ୟାପି ରଣଭଙ୍ଗ ମୁନିର ପିବତି ଭ୍ରମ ଯଦି ଶୁଦ୍ଧମ ଶୁଦ୍ଧଂ ବା ମମ ଦୋଷ ନାହିଁ। ଆଜି ଏଠି ଏ ସୁନ୍ଦର ଆଶ୍ରମଟି ଗଢ଼ି ଉଠିଛି ଜାନକୀ ବାବୁଙ୍କ ସମୟରେ। ସେ ଯଦି ଖଣ୍ଡଗିରି ମଠ ବାଡ଼ିକି ଉଚ୍ଛେଦ କରିବାକୁ ଚେଷ୍ଟା କରିନଥାନ୍ତେ, ଆମେ କାହିଁକି ନୂଆଗଡ଼କୁ ଆଇଥାନ୍ତୁ? ସିଏ ମଠଟି ଯେତେବେଳେ ଭାଙ୍ଗିଗଲା, ଆମେ ଖୋଜିଲୁ କେଉଁଠି ଗୋଟିଏ ମଠ ହେବ ବୋଲେ କରିବା କେମିତି, କଟକ ଭୁବନେଶ୍ୱର ଭିତରେ ଗୋଟେ କ'ଣ କରିବା? ଆଉ କ'ଣ ସବୁବେଳେ ଖାଲି ହୋଟେଲରେ ରହିବା? ଖୋଜୁ ଖୋଜୁ ଏ ନୂଆଗଡ଼, ଇଏ ନାହାନ୍ତି ନୂଆଗଡ଼, ଏଠି ଅଛନ୍ତି ଦୁଲାଦେଇ, ବାଲୁଙ୍କେଶ୍ୱର, ଏଇମାନଙ୍କ ଦୟାରୁ ଏଇଠି ଘାସ କି ଧାନ କି କ'ଣ ପାଛୁଥିଲେ ବୈକୁଣ୍ଠନାଥ। ବୈକୁଣ୍ଠ ସିଏ ଆମକୁ ଚିହ୍ନି ନାହାନ୍ତି କି ଆମେ ତାଙ୍କୁ ଚିହ୍ନିଛୁ। ଆମେ ନାଳ ବନ୍ଧ ଦେଇ ବୁଲି ବୁଲି ଆଇଲାକୁ ସେଇଠି ପହଞ୍ଚିଲୁ, ତାଙ୍କୁ ଡାକିଲୁ। ଆମେ କହିଲୁ ବାବୁ ଏଠି ଗୋଟେ କୋଉ ଜାଗା ଫାଗା ମିଳିବ କି କିଣିବା ପାଇଁ, ଆମେ ଗୋଟେ ଆଶ୍ରମ କରିବୁ। ସିଏ ସେଇଠୁ କହିଲେ ଆପଣ କ'ଣ ପ୍ରକୃତ ଆଶ୍ରମ କରିବେ? ଆମେ ପ୍ରକୃତରେ କରିବୁନି, ଆଉ କ'ଣ ମିଛରେ କରିବୁ ଆଶ୍ରମ? ସିଏ ହସିଲେ, ଏଇ ଜାଗାଟା ହବ କି? ସେ ନିଜେ ଦେଖେଇ ଦେଲେ। ଆଉ କହିଲା କି ସେଇ ସୁଭଦ୍ରା ହିଁ କହିଛନ୍ତି। ସେ ନୀଳମାଧବ ତାଙ୍କ ଭିତରେ କହିଲେ, କାହିଁକି ବଳିବାକୁ ଏଟା ଆଡ଼େ ବୁଲେଇବୁ, ଏଇଠି ବଜାର। ଆଜି ସେ ମାଟି ଖଣ୍ଡକ ଆଜି ସୁନାରେ ପରିଣତ ହେଇଛି। ସେ ଦୟା କାହାର? ତୁ ଦୟା ହେଲେ ନରହରି ପଙ୍ଗୁ ଯେସନେ ଲଙ୍ଘେଗିରି। ଖଣ୍ଡିଆ ଆଜବେଷ୍ଟ ଘରରେ ମହାପ୍ରଭୁ ଗୌରାଙ୍ଗଙ୍କର ମୂର୍ତ୍ତି ରଖି ପୂଜା କରୁ କରୁ ପୁଣି ଆଜି ଏତେ ବାଟରେ ପହଞ୍ଚିଲାଣି। ଏଠି ପୁଣି ଗୋଟେ ମାଧବ ଭୋଗ ମଧ୍ୟ ପ୍ରସ୍ତୁତ ହେଉଛି। କେହି ଭାବୁଥିବେ ମାଧବ ଭୋଗ କ'ଣ?
ଆଜିକାଲି କେତେ ପ୍ରକାର ନାଁ ବାହାରିଲାଣି ସବୁ। ପାହାଳ ରସଗୋଲା, ବିକଳିକର ରସଗୋଲା, ଏବେ ଆମର ଗୋଟେ ବାହାରିଛି ବାବା ବଳିଆ ରସଗୋଲା, ଇଏ କ'ଣ କେନ୍ଦ୍ରାପଡ଼ା ରସାବଳୀ, କପୁର କେଳି। ଏମିତି ଆମେ ଗୋଟେ ନାଁ ଦେଲୁ ମାଧବ ଭୋଗ ଆଉ କ'ଣ। କିନ୍ତୁ ଆର ତତ୍ତ୍ୱ ରହିଛି, ବିନା ତତ୍ତ୍ୱରେ କିଛି ହୁଏନି। ମହାନ ପ୍ରସାଦକୁ ମହାପ୍ରସାଦ କୁହାଯାଏ। ତାହା କେବଳ ଜଗନ୍ନାଥଙ୍କ ପ୍ରସାଦ ବ୍ୟତୀତ ଓଡ଼ିଶାର କୌଣସି ପ୍ରସାଦ ମହାପ୍ରସାଦର ମାନ୍ୟତା ନେଇପାରିବେ ନାହିଁ। ଜଗନ୍ନାଥଙ୍କ ପ୍ରସାଦ ପରେ ପୁରୀ ଜଗନ୍ନାଥଙ୍କ ପ୍ରସାଦ ପରେ ଦ୍ୱିତୀୟ ମହାପ୍ରସାଦ ହେଉଛି ଅନନ୍ତ ବାସୁଦେବଙ୍କର ପ୍ରସାଦ। ସିଏ ସେଇ ରାଜବଂଶର ରାଜା ଏଠି ଅନନ୍ତ ବାସୁଦେବଙ୍କୁ ବସେଇଥିଲେ ଏବଂ ସେ ସବୁଦିନେ ମହାପ୍ରସାଦ ପାଇବେ। ତେଣୁ ଅନନ୍ତ ବାସୁଦେବଙ୍କ ପ୍ରସାଦକୁ ମଧ୍ୟ ମହାପ୍ରସାଦର ମାନ୍ୟତା ଦିଆଯାଇଛି। ଏଇ ମହାପ୍ରସାଦକୁ ଗୋଟେ କୁହାଯାଏ ମା ପ୍ରସାଦ। ମା ପ୍ରସାଦ କ'ଣ? ଏଇ ପ୍ରସାଦ ଯେତେବେଳେ ମା ବିମଳାଙ୍କୁ ଦର୍ଶାଏ ତାପରେ ତା ନାଁ ହୁଏ ମା ପ୍ରସାଦ। ମା ପ୍ରସାଦ ବୋଲି ଅନେକ କହ। ଏଇ ପ୍ରସାଦକୁ ଯେତେବେଳେ ଆମେ ଖରାରେ ଶୁଖେଇ ତାକୁ ପାଉ, ତାକୁ ଆମେ ନିର୍ମାଲ୍ୟ ବୋଲି କହୁ। ଏଇ ପ୍ରସାଦକୁ ଆମେ କହୁ ଅଭଡ଼ା। ଅଭଡ଼ା କ'ଣ? ଏଇ ଯେଉଁ ଆନନ୍ଦ ବଜାର ଭିତରେ ଗଲେ ଯେଉଁ ଚାମୁଚରେ ଟିକେ ଟିକେ ଦିଅନ୍ତି ପ୍ରସାଦ ଚାଖିବା ପାଇଁ, ସିଏ ହେଉଛି ଅଭଡ଼ା। ଭଡ଼ା ନଥାଇକିରି, ମାନେ ଭଡ଼ା ନ ନେଇକିରି ସେ ପ୍ରସାଦଟା ଆମକୁ ଦେବେ। ତେଣୁ ମହାପ୍ରସାଦ ଆମକୁ ଦେଲା ଖାଇବାକୁ, ସେଟା ଅଭଡ଼ା। ସେଇ ମହାପ୍ରସାଦ ହେଉଛି ଅବଢ଼ା। ସେ ଥାଳିରେ ବଢ଼ା ହୁଅନ୍ତି ନାହିଁ କିମ୍ବା କୌଣସି ମାନେ ଏମିତି ଯେମିତି ଥାଳି ତାଟିଆ ଯେତେ ପ୍ରକାର ଆଇଟମ ହେଇଛି ସବୁ ଥାଳି ତାଟିଆ, ସିଏ ଅବଢ଼ା। ସେ ମାଟି ହାଣ୍ଡିରେ ସେମିତି ଥିବେ, ସେ ଭୋଗ ହେବେ। ଏମିତିଆ ଦର୍ଶନ ସାରା ପୃଥିବୀରେ କୋଉଠି ଅଛି ଗୋଟେ ଦେଖେଇ ଦେଲେ। ହଁ, ବେଙ୍ଗଲ ବାଲା କହିପାରନ୍ତି ଆମ ମୁଖ୍ୟମନ୍ତ୍ରୀ କରିଛନ୍ତି। ତାଙ୍କ କଚୁ ବୃକ୍ଷ ମୂଳେ ବେଙ୍ଗ ଦଣ୍ଡ ଛତ୍ର ଧରା। କେବେ ବି ସେ ମାନ୍ୟତା, ସେଇ ଅଭଡ଼ାର ମାନ୍ୟତା ସେ ପାଇବେ ନାହିଁ କି ଧାମର ମାନ୍ୟତା ପାଇବେ ନାହିଁ। ତେଣୁ ଜଗନ୍ନାଥଙ୍କ ମାନ୍ୟତା ପାଇବେ, ଜଗନ୍ନାଥଙ୍କ କୃପା ପାଇବେ। କିନ୍ତୁ ମାନ୍ୟତା ସବୁବେଳେ ମାନ୍ୟତା ହେଇକି ରହିବ। ତେଣୁ ଆମେ କହିପାରିବା ଜଗନ୍ନାଥଙ୍କ ପ୍ରସାଦ, ଏଇଟା ଭୁଲ ନୁହେଁ। ଆମର ଏଠି ଗୋଟେ ଜଗନ୍ନାଥ ଅଛନ୍ତି, କେଉଁ ଜାଗାଟା ମନେ ପଡ଼ୁନି, ମୁଁ ଦେଖିକିରି ଆସେ। ଜଗନ୍ନାଥଙ୍କ ପ୍ରସାଦ, ଇଏ ହନୁମାନଙ୍କ ପ୍ରସାଦ, ସେ କାଳିକାଙ୍କ ପ୍ରସାଦ, କିନ୍ତୁ ମହାପ୍ରସାଦ କେହି କହିପାରିବେ। ଏଇ ହେଉଛନ୍ତି ସେଇ ପ୍ରସାଦ, ହେଉଛନ୍ତି ମହାପ୍ରସାଦ। ଅଭଡ଼ା, ଅବଢ଼ା, ଅଭଡ଼ା ପୁଣି ଅବଢ଼ା, ନିର୍ମାଲ୍ୟ, ସେଇ ହେଉଛନ୍ତି କୈବଲ୍ୟ। 22 ପାବଚ୍ଛରେ ଗୋଟେ ମାଙ୍କଡ଼ା ପଥର ଅଛି, ଗୋଟିଏ ବୋଲି ମାଙ୍କଡ଼ା ପଥର, ଆଉ କୋଉଠି ନାହିଁ। ପୁରୀ ମନ୍ଦିର ଭିତରେ ଆଉ ମାଙ୍କଡ଼ା ପଥର ନାହିଁ। ସେ ଗୋଟିକୁ କାଳେ ବିଭୀଷଣ ପକେଇଥିଲେ ବୋଲି କ'ଣ, ଆମେ ତ ସେତେବେଳେ ଦେଖିନୁ। ସେ କହୁଛନ୍ତି ଯାହା, ସେଇଠି ପିତୃଲୋକମାନଙ୍କ ଉଦ୍ଦେଶ୍ୟରେ ଯେଉଁମାନେ ମହାପ୍ରସାଦ ନେଇକିରି ଯାଆନ୍ତି, ପିତୃଲୋକଙ୍କ ଉଦ୍ଦେଶ୍ୟରେ ଟିକେ ପ୍ରସାଦ ସେଠି ଦେଇ ଦେଇକି ଯାଏ। ଲୋକମାନେ ତାଙ୍କର ଚାଲନ୍ତି, ଗୋଡ଼ ବାଜୁଥାଏ ସେ ପ୍ରସାଦ ଦିହରେ। ଯିଏ ପ୍ରକୃତ ଲୋକ, ସେ ଗୋଡ଼ ବଜା ପ୍ରସାଦ ହେଲେ ବି ସେ ପ୍ରସାଦକୁ ଯେତେବେଳେ ସେ ପାଏ, ସେଇଟା ହେଇଯାଏ କୈବଲ୍ୟ। ଆଉ ଜୈନମାନଙ୍କର ମୁକ୍ତିର ନାମ ହେଉଛି କୈବଲ୍ୟ। ଏଟା ଗଲା ଅଭଡ଼ା ଅଭାଡ଼ା। ତେଣୁ
ବାଇ ହାଣ୍ଡି ବୋହିକିରି ନିଅନ୍ତି ବୋଲି ତା ନା ବାଇ ହାଣ୍ଡି। କର୍ମାବାଇଙ୍କ ଖେଚୁଡ଼ି ସମୁଦ୍ର କୂଳରେ ଜଗନ୍ନାଥ ପାଇଥିଲେ ବୋଲି ତା ନାଁ ହେଇଛି ବାଇ ହାଣ୍ଡି। ଏଠିକି ବୋଧେ ଆମର ହାଣ୍ଡି ଆସିଲାଣି, ତାକୁ କ'ଣ ବାଇ ହାଣ୍ଡି କହିହେବ? ହଁ ଆମେ କହିବା ଅଭଡ଼ା କୁଡ଼ିଆ ଏମିତି କହିବା। ବାଇ ହାଣ୍ଡି ନାଁଟା, ସେଇ ନାଁଟା କେବଳ ବାଇ ହାଣ୍ଡି। ପୁରୀରେ ଯେଉଁ ବାଇ ହାଣ୍ଡି ଯାଉଛନ୍ତି ସେ ରାଜସ୍ଥାନର କର୍ମାବାଇଙ୍କର ସ୍ମୃତି। ଏଠି ଯେଉଁ ପ୍ରସାଦଟି ହେଲେ ତାଙ୍କ ନାଁ ଦିଆଗଲା କ'ଣ? ମାଧବ ଭୋଗ। ମା କହିଲେ ଲକ୍ଷ୍ମୀ, ମା କହିଲେ ସରସ୍ୱତୀ, ମା କହିଲେ ମହାକାଳୀ, ମା କହିଲେ ମହାଦୁର୍ଗା, ମା କହିଲେ ଜନ୍ମଦାତ୍ରୀ, ଜନନୀ, ଜନ୍ମଭୂମି, ମା କହିଲେ ଜଗନ୍ନାଥଙ୍କ ଦର୍ଶନରେ ସୁଭଦ୍ରା। ତେଣୁ ସୁଭଦ୍ରାଙ୍କୁ ସମର୍ପଣ ହେଇଥିବା ପ୍ରସାଦ, ସୁଭଦ୍ରାଙ୍କ ଉଦ୍ଦେଶ୍ୟରେ ପ୍ରସାଦ ତିଆରି ହେବ, କିନ୍ତୁ ମାଙ୍କର ଧବ କିଏ? ଜଗନ୍ନାଥ। ମାଙ୍କର ଧବ ହେଉଛନ୍ତି ବଳଦେବ। ସିଏ ରେବତୀ ରମଣ, ଲକ୍ଷ୍ମୀକାନ୍ତ, ଇଏ ସବୁ କଥା ଚାଲିବନି। ମା ତ ମା, ଆଉ ମୋ ମା ଯାହା ତମ ମା ସେଇଆ। ଇଏ ରେବତୀ ହେଲେ ବି ରେବତୀ ଗୋଟିଏ ମା, ଇଏ ଲକ୍ଷ୍ମୀ ହେଲେ ଲକ୍ଷ୍ମୀ ବି ମା। ତେଣୁ ସେଥିପାଇଁ ଆର ନାମ ହେଇଛି ମାଧବ। ତେଣୁ ଏ ମାଧବ ଭୋଗଟି ଆରମ୍ଭ ହେଇଗଲା, କାଲି ବୋଧେ ଆରମ୍ଭ ହେବ, ଆଉ ଏଇଟା ଚାଲିବ। କିନ୍ତୁ ଏହାକୁ ଆପଣମାନେ କେମିତି ପ୍ରସାଦ ପାଇବେ ସେଇଟା ଆପଣମାନେ ଜାଣନ୍ତି। ଅନେକ ଜାଗାରେ ଦେଖାଯାଏ ପୁଅ ଜନ୍ମଦିନ କି କ'ଣ ହେଲା, କିଏ ରୋଷେଇବାସ କରିବ, କାହାକୁ କରିବ, ଆମର ପୁରୀରୁ ମହାପ୍ରସାଦ ନେଇ ଆସିବା, କ୍ଷୀରି ଟିକେ ଏଠି କରିଦେବା, ଜୋତା ପିନ୍ଧିକିରି ବାବୁମାନେ ବସିଯିବେ ଟେବୁଲ ଚେୟାରରେ, ମହାପ୍ରସାଦ ଖାଇଗଲେ। ଆଉ ସେସବୁ ଦୃଶ୍ୟ ଦେଖି ମୁଁ ସାଙ୍ଗେ ସାଙ୍ଗେ ସେ ଜାଗା ଛାଡ଼ିକିରି ପଳାଏ। ଇଏ ନର୍କ ଏ ନର୍କ ପୁରୀରେ ରହିହବ ନାହିଁ। ଯେଉଁଠି ମହାପ୍ରସାଦର ମାନ୍ୟତା ନାହିଁ ସେଠି ଆମର ସ୍ଥାନ ନାହିଁ। ଯେଉଁଠି ଗୁରୁ ନିନ୍ଦା, ପ୍ରସାଦ ନିନ୍ଦା, ଇଷ୍ଟ ନିନ୍ଦା, ସେ ଜାଗା ହେଉଛି ଆମ ପାଇଁ ନର୍କ। ମୁଁ ଅନେକ ଜାଗା ଦେଖିଛି। ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର କରିଥିଲେ, ତାଙ୍କ ନାତିଙ୍କର ଜନ୍ମଦିନ କଟକରେ। ଏବେ ବି ବଞ୍ଚିଛନ୍ତି, ତାଙ୍କୁ 95-96 ବର୍ଷ ହେଲାଣି। ସିଏ ଆମ ବଳିଆକୁ ଡାକିଥିଲେ, ବଳିଆ ବି ଯାଇଥିଲା। ସବୁ ଇଞ୍ଜିନିୟର ଯାକ ଲାଗିଥାନ୍ତି ତାଙ୍କରି କାମରେ। ପୁରୀରୁ ମହାପ୍ରସାଦ ଗାଡ଼ି ଆସି ପହଞ୍ଚିଲା। ଇଏ କ'ଣ ଗୁଡ଼ା ହାଣ୍ଡି ଗୁଡ଼ାକ ଆଇଲା ନା ମହାପ୍ରସାଦ, ଏଇ ବଣ୍ଟା ହେବେ ନା? ତାପରେ କ୍ଷୀରି 2 ହାଣ୍ଡି ଖଣ୍ଡେ କରିଥିଲେ, ଇଏ ମହାପ୍ରସାଦ ହେଲା। ମୁଁ ସାଙ୍ଗେ ସାଙ୍ଗେ କହିଲି, ମୁଁ ତ ଯାଉଛି, ମୋତେ ଏଡ଼େ ବଡ଼ ଲୋକ, ମୋତେ ଯେତେବେଳେ ବୟସ ବହୁତ କମ୍, ମୁଁ କହିଲା କାଳେ ମୋର ତରକାରୀଟା ପକେଇବି, ମୋର କ'ଣ ଦରକାର, ତାର ପଳେଇବା, ଏଥିରେ ରହିବା ନାହିଁ। ଆଉ ତେଣୁ ସବୁରି ପ୍ରସାଦ, ହି ପ୍ରସାଦ ତୁମ প্রতি হান্ডি গো কৈবল প্রতি স্থান প্রতি হান্ডি ଆହୁରି ବହୁତ କଥା ଅଛି, କିନ୍ତୁ ପ୍ରକୃତରେ ଆପଣମାନେ ଦେଖିବେ ଏଭଳି ଭୁଲ କେବେ କରିବେ ନାହିଁ।
ଏ କ'ଣ ବ୍ରାହ୍ମଣ ଭୋଜନୀ ହବ, ମହାପ୍ରସାଦ ମଗେଇଦେବା, କିଏ ଗୁଡ଼ିଆକୁ ଡାକ ବ୍ରାହ୍ମଣକୁ ଡାକ ଏ କର, କେବେ ବି ଏ କଥା କରିବେ ନାହିଁ। ସେଇଭଳି ଭାବରେ କେହି କେହି ବ୍ୟକ୍ତି କୁହନ୍ତି ବାହାଘରକୁ ନିମନ୍ତ୍ରଣ କରନ୍ତି। ଏ ବାବୁ ଆମେ ସବୁ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଶିଷ୍ୟ, କିଏ କହିବ ମୁଁ ବଳିଆ ବାବାଙ୍କ ଶିଷ୍ୟ, କିଏ କହିବ ବାୟା ବାବାଙ୍କ ଶିଷ୍ୟ, ଆମର ତ ପିଆଜ ରସୁଣ ଏସବୁ ଚାଲିବନି, ଆମେ ଆଉ ବାହାଘରକୁ ଯିବୁ କ'ଣ, ଏଇଠି ଆମେ ଶୁଭେଚ୍ଛା ଦେଉଛୁ। ନାଇଁ ନାଇଁ ନାଇଁ, ଆମେ ବା ମହାପ୍ରସାଦ ବାହାର କରିଦେଇଛୁ। ତେଣୁ ଗୋଟିଏ ଘରେ ମାଂସ ତରକାରୀ, ମାଛ ତରକାରୀ, କଙ୍କଡ଼ା ତରକାରୀ, ଚୁଙ୍ଗୁଡ଼ି ତରକାରୀର ବାସ ଚମକୁଥିବା ବେଳେ ମହାପ୍ରସାଦର ବାସ ସେଠି ନ୍ୟୁନ ହେଇଯାଏ। ସେଠି ଦେବୀ ଦେବତା ମାନେ ସେ ସ୍ଥାନକୁ ସାଙ୍ଗେ ସାଙ୍ଗେ ଛାଡ଼ିକିରି ପଳାନ୍ତି। ଶ୍ରୀ ପୂର୍ଣ୍ଣ କ୍ଷେତ୍ର ଶ୍ରୀକ୍ଷେତ୍ର ସବୁ କ୍ଷେତ୍ର କାଲି କି କଥା ଅଛି, କାଲି ସୁଭଦ୍ରାଙ୍କ ମା ସୁଭଦ୍ରାଙ୍କର ପାଦ ଦର୍ଶନ, ପୁଣି କ'ଣ ଟିକେ କହିବାକୁ ହବ। ଆଉ କଥା ମୂର୍ଖଙ୍କ ପାଖରେ ଏତେ କଥା କେଉଁଠି ଆସିବ। ତେଣୁ ମୋର ଯାହା କହିଲି ବାଟି କୁଣ୍ଡିକିରି କହିଲେ, ଆଜି ଟିକେ କ'ଣ କହିଦେଲି, କାଲି ଟିକେ କହିଦେଇ, ପରଦିନ ଟିକେ କହିଦେଇ ପଳେଇବି। ଆଉ ଶେଷରେ ମା ସୁଭଦ୍ରା ସମସ୍ତଙ୍କର ଶୁଭ ସୁଖ ପ୍ରଦାନ କରନ୍ତୁ। ଏତିକି କହି ମୋର କଥାକୁ ବିଶ୍ରାମ ଦେଉଛି। ଜଗନ୍ନାଥ ବଳ ଶୁଭ श्री गुरु ब्रह्मानंद निदान। जय जय श्री राम।